ବୁଝିଟା ହବ ବୋଲି ଜାଣିକି ଗୋଟେ ନୂଆ ଆଇଟମଟେ ହବ ଆଉ ଦେଖିବ ଆକୁ ଆଉ ଯେତେ ଯାହା ନେ ମୋ ଭାଉଜ ରସୁଣ ମସଲା ବି ଭାଉଜ ପୁରା କଷି ଦେଲେଣି ଆଉ ବାସନାଟା ଯୋଉ ଆସୁଛି ମାନେ ସେ ଦାଣ୍ଡକୁ ସାରି ବାସନା ହଉଛି। ଚମ୍ପାରନ ମଟନ ଟା କେମିତି କଲେ ଟିକେ ପଚାଶ? ହଁ କେମିତି କଲେ ମଟନ ଟା ଟିକେ କୁହନ୍ତୁ। ଭିଡିଓରେ ସବୁ ଅଛି ଦେଖିବ ଆଉ ଜାଣିବ। ସୁନୁ ମା ଖାଇଲେଣି ତୁ ଖାଇବୁନି କି? ଓ ମଟନ ହେନେ ଖାଇବୁ ତ ଏତେ କେଙ୍ଗାଳ ନେ ସୁନୁ ମାମି ନ ଜଲ୍ଦି ଆ ମତେ ଆଉ ପଛରେ ଦୋଷ ଦବୁନି କାରଣ ମୁଁ ମହାନ କେଙ୍ଗାଳ। ଜୟ ମା ତାରିଣୀ ମୁଁ ତନୁ ସ୍ୱାଗତ କରୁଛି ଆମ ତ ସୁନ୍ଦର ଭିଡିଓରେ। ଆଜି ଭିଡିଓରେ ବହୁତ ସ୍ପେସିଆଲ ହବ କାହିଁକି ନା ଆଜି ଆସୁଛନ୍ତି ଭାଉଜ। ତ ଯେମିତିକି ଆପଣ ଜାଣିଥିବେ ଆମର ଏବେ ମକର ଚାଲିଛି ତ ଭାଉଜ ଆସିଛନ୍ତି। ଭାଉଜ ଟିକେ ମାନେ ରାଗ ରୁଷାଇକି ସେ ବାହାରେ ରହୁଥିଲେ ସେଟା କଣ ପାଇଁ କଣ ହେଇଥିଲା ସେଟା ତ ବଡ଼ କଥା ମୁଁ ଆଗକୁ କହିବି ଆପଣଙ୍କୁ। ଏବେ ଯଦି କହିବି ତ ଭିଡିଓ ମାନେ କଣ କୁହନ୍ତି 3-4ଟା ଭିଡିଓ ହେଇଯିବ ହେଲା। ତ ଛାଡ଼ନ୍ତୁ ସେ କଥା। ତ ଭାଉଜ ଆସିଛନ୍ତି ମାନେ ଆଇଁଷ ଖାଇଦ ହବ। ଭାଉଜ ବି ଆମର ବହୁତ ସୁନ୍ଦର ରୋଷେଇ କରନ୍ତି। ତ ଆଜି ଭିଡିଓଟା ହବ ଭାଉଜ ସହିତ। ଆଉ ଭାଉଜ କଣ ରୋଷେଇ କରୁଛନ୍ତି କେମିତି ରୋଷେଇ କରୁଛନ୍ତି ମୁଁ ଆପଣଙ୍କୁ ଦେଖେଇବି ଆଉ କେତେ ଟେଷ୍ଟ କରୁଛନ୍ତି। ତ ଚାଲନ୍ତୁ ଆଉ ଡେରି ନ କରି ଭିଡିଓକୁ ଏବେ ଷ୍ଟାର୍ଟ କରିବା। ସବୁ ଏବେ ପହଞ୍ଚି ଗଲେଣି ଏଇ ପାଖରେ ମଟନ ମରା ହଉଛି ଦେଖନ୍ତୁ ନଦୀ ପାଖରେ ଆଉ ବଢିଆ ହେଇଛି। ପିଲାମାନେ ପୁରା ଜବରଦସ୍ତ ଦେଖନ୍ତୁ 6 ଜଣ ଛଡଉଛନ୍ତି। ବୁଝିଟା ହବ ବୋଲି ଜାଣିକି ଆଉ ଜଣେ ଦେଇଛି ଗୋଟେ ପୁଟି କେଜିଏ ରଖି ସେଟା ଆଉ ଖଣ୍ଡ କରିଦେଲନି। A few moments later. ଆଜି କଣ କେମିତି କଣ ହବ ଭାଉଜ? କଣ ଅଣା ହେଇଛି ମଟନ ଗୋଟେ ନୂଆ ଆଇଟମଟେ ହବ ଆଉ ଦେଖିବ ଆକୁ ଆଉ ଏଟା କଷା କରିବେ ନା ଝୋଳ? ଏଟା କଷା ନାଇଁ ଝୋଳ କରିଦବା। ଝୋଳ ବୋଉ ଏପଟେ ତାର ରସୁଣ ଛଡେଇଲାଣି। ତୁ ପିଆଜ ଆଣିଲୁନି କିଲୋ ଆଉ ଅଦା? ତ ଦେଖିବା ଆଜି ତ ଆମର ଭାଉଜ ରୋଷେଇ କରିବେ କେମିତି କଣ କରୁଛନ୍ତି ମୁଁ ଆପଣଙ୍କୁ କହିବି ଖାଇକି। ମୁଁ ତ ଆଗରୁ ତ ଖାଇଛି ଭାଉଜ ଭଲ ରୋଷେଇ କରନ୍ତି। ମୁଁ ଆଜି ଦେଖିବି ତାଙ୍କର ଟୋଟାଲ ରେସିପିଟା। ଏପଟେ ଭାଉଜ ହସୁଛନ୍ତି। ଏପଟେ ଭାଉଜ ଆମର ପିଆଜ କାଟୁଛନ୍ତି। ଏଟା ଗ୍ରାଇଣ୍ଡିଙ୍ଗ କରିଦବ ନା ମିଶେଇକି। ଗୋଟେ ଭାଉଜ ଏବେ ପ୍ରେସରରେ ସିଝେଇବେ। ଭାଉଜ ଏପଟେ ପ୍ରେସରରେ ବସେଇ ଦେଇଛନ୍ତି। ଚର୍ବିଟା ବି ଅଲଗା ଅଛି। ଏଟାକୁ ଯେତେବେଳେ କଷା ହବ ନା ତାକୁ ଦିଆହବ। ତ ଏପଟେ ବୋଉ ପାଇଁ ହେଇଛି ତରକାରୀ ସିଝା ତରକାରୀ ଆଉ ବାଇଗଣ ପୋଡା ବୋଉର ଆଉ ମସଲା ଗ୍ରାଇଣ୍ଡିଙ୍ଗ ହେଇନି ଏବେ ହବନି କି? ବୋଉ ଟିକେ ଟିକେ ଆମର ଭାଉଜକୁ ଟ୍ରେନିଂ ଦେଇ ଦଉଛି। ସୁନୁ କୁଆ ଗଲେ କି ପୁମେ କଣ କରୁଛ ଏଠି? ସାର୍ଟ ଖୋଲିବନି କି ସ୍କୁଲ ସାର୍ଟ? ଚାଲ 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 ଜଲ୍ଦି ଚାଲ। ତ ଭାଉଜ ଆମର ଦେଖନ୍ତୁ ତେଲ ଦେଇ ଦେଇକି ସୋରିଷ ତେଲ ଦେଇଛ ନା ଭାଉଜ? ସୋରିଷ ତେଲରେ ହେଇଛି। ତାପରେ ପିଆଜ ଟା ପକେଇ ଦେଇଛନ୍ତି। କଞ୍ଚା ଲଙ୍କା ପିଆଜ ପଡିଛି ସବୁ ଦେଇଦେଲଣି ନାଇଁ କି? ଲାଲିନା କରି ଭଜା ଯିବ। ହଁ ତାପରେ ମସଲା ପଡିବ। ଆଗୁ ଆଗୁ ଦେଖନ୍ତୁ ଆପଣ ଭାଉଜ ଆମର କେମିତି କଣ କରୁଛନ୍ତି। ଆଜି ଗୋଟେ କହିଲେ ନୂଆ ଆଇଟମ କରିବେ କିବା କଣ କରୁଛନ୍ତି ନୂଆଟା ତ ମୁଁ କହିବିନି ଆପଣ ଦେଖନ୍ତୁ ଚେଷ୍ଟା କରିବା। ଭାଉଜ ଆସ ଆସ ପିଆଜ ହେଇଗଲାଣି। ୟା ପରେ ଆଉ କଣ ଦବା? ମସଲା ମସଲା ପକେଇବା। ତା ଗ୍ରାଇଣ୍ଡିଙ୍ଗ ମସଲା मटन एक्चुअली 1200 अच्छी है तो 1200 मटन को मसलाटा ठीक हम
तो भाउज एबे हल्दी दबा ना कौन कौच दियो हल्दी आउ कौन कौन दबा गुंड मसला नहीं कि हल्दी गुंड लंका गुंड कौन है तोर की एक्टिंग ओह भाई की एक्टिंग माने से डेंजर एक्टिंग करची कौन एक्टिंग करचु हैं नालुआटा तो राग टिके न होने बाग भी एक्चुअली लागे नहीं है टिके पहला डालचीनी बासना जो आसुची ना ओहो गोलमरीच गुंड पहला बहुत केमिति मटन राधे सेटा तो आप देखी भाउज किंतु आज टिके अलग रांधु मु खाली पाखे छिड़ा खाली पिठा काढ़िका मारची देखा कौन कर केतल दवा भाउज पानी ना 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 कषि हो सारा पर दवा माने मसलाटा पूरा भाजब नहीं कि बासनाटा भी बढ़िया आसला है बाकी रहा जो एपटे जो रसुण 3टा भाव जानते तो रसुणटा केतले पकेबे सेटा आपन देखले इटा पकेदेने भी जो खाइबे ना बढ़िया लगे रसुणटा जोड़टा भाव जो पतला हम ना तो आप देखो बेसी ना आउ अध घंटे भितर सब कम सर गाधेबू आंगर खाइबू कहबी केमती कौन खास कर भाउज जो रांधि ना मटन टा भाउज हाथ रंधा बुझीपारे मुझे कौन कह भाउज भी तो भल रांधती मुझे देखे नी आज देखा मसला भी भाउज पूरा कषि देले आ बासनाटा जो आसी माने से दांड को सारी बासना हो एक्चुअली मसलाटा किंतु यहीपरिका कषिया कथा जिते कषिए से टेस्ट आसो सुनु किए आइला कि कहीं ओ भाई आसीगला आमर किलभिश किलभिश कोरोना मास्क पिंधे किलभिश आसीगला देखो मामुनी आसीगला केतटा गला भाउज मसला कषा कषि सैलानी पानी दे साइलनी मेन जिनसटा केतल दब आलू सहित नहीं कि आलू 2टा भी दिया हम यहीटा को एक्चुअली कह हम मसला कषा एतिक माने भाउज पाखापाखि अध घंटा भाया मसलाटा कषिले तो आलू 4 खंड दब ना केते दब जो एबे हम देबे आलू आउ रसुण गोटा रसुणटा पड़ुची अधा दूरिया लोक धाई पड़े आसे जो बासना हो पड़गला आम मांसटा एकाथरे ढाल देल नहीं मांसटा को आहरी कषि भाज नहीं कि भाउज टे घोड़े देले ताको सिम रे ना कि भाउज चली भोक लगिला अपेक्षार फल मीठा हम तो हम A few moments later. तो भाउज मत एटा टेस्ट करने एक्चुअली है कि ना खोला तो जो भाई कषि भाउज कौन कह पाटी टक टक ये कला मोर
କିଛି କହିଲା ଭଳିଆ ନାହିଁ ମସ୍ତ ହେଇଛି। ଭାଉଜ ଆମର ପାଣି ଦେଇଦେଲେଣି ତ ଖାଲି ପାଣିଟା ଫୁଟିଲା ପରେ ଗରମ ମସଲା ପକାହବ, ଧନିଆ ପତ୍ର ପକାହବ, ତାପରେ ଖାଇବା ଆଉ। ଶୁଣୁ ମା ଖାଇଲେଣି ତୁ ଖାଇବୁନି କି? ଓ ମଟନ ହେନେ ଖାଇବୁ ତ ଏତେ କେଙ୍ଗାଳ ନେ ଶୁଣୁ ସିଏ ଜଗିଛି ବିଲେଇ ମଟନ ହେନେ ସିଏ ଖାଇବ କହୁଛି। ଏଇ ଆଉ ଗୋଟେ ପୁଷ୍ପା ଆଇଲାଣି। ବୋଉ ଆମର ଏପଟେ ଖାଇଦେଲାଣି, ତାର ଆଇଁଷ ନାହିଁ ନା, ତାକୁ ଏଇନା ମାସେ ପୁରା ଷ୍ଟ୍ରିଟ୍ ରଖାଇଛି। ଆଉ ଗୋଟେ ପିଲା ସହି ପାରିଲାନି ପଳେଇଲା। ତ ଦେଖନ୍ତୁ ଏପଟେ ଝୋଳଟା ମାନେ କେମିତି ଦେଖାଯାଉଛି, ପୁରା ବହଳିଆ ବହଳିଆ ଅଛି ନା। ତ ମୁଁ ଯାଉଛି ଏବେ ଗାଧେଇକି ଆସିବି, ଗାଧେଇକି ଆସିଲେ ଖାଇବୁ, ଖାଇକି ବତେଇବୁ କେମିତି କଣ ହେଇଛି। A few moments later. ତ ମୁଁ ଗାଧେଇ ଗୁଧାଇ ପୁରା ରେଡି। ଭାଉଜ ହେଇଗଲା ତଥାପି ସିମ୍ ରେ ଅଛି। ତ ଦେଖନ୍ତୁ ଭାଉଜ ତାକୁ ଘୋଡେଇକି ରଖିଛନ୍ତି, ପୁରା ସିମ୍ ରେ ବି ଅଛି। ଯୋଉ ବାସ୍ନା ହଉଛି କଣ କହିବି ଆଉ। ମାମନ ଯା ଯା ଭାତ ବାଢ। ଚମ୍ପାରନ ଚମ୍ପାରନ ହେଇଛି ଆଜି, ଚମ୍ପାରନ ମଟନ। ହଁ କିଏ କରୁଛନ୍ତି ଜାଣିଛୁ ନା? ଭାଉଜ କରିଛନ୍ତି ହେଲା। ଆପଣଙ୍କୁ ପୁରସ୍କାର ଦିଆଯିବ। ସମସ୍ତଙ୍କର ଭାଉଜ, ମୋର ନାଁ କଣ ଗୋଟେ ଆନ୍ସର ମିଳିଗଲା ଯେ ଚମ୍ପାରନ ମଟନ ଟା କେମିତି କଲେ ଟିକେ ପଚାଶ। ହଁ କେମିତି କଲେ ମଟନ ଟା ଟିକେ କୁହନ୍ତୁ। ଭିଡିଓରେ ସବୁ ଅଛି, ଦେଖିବ ଜାଣିବ, ଲାଇକ୍ କରିବ, ଆଉ କଣ କରିବ ସବସ୍କ୍ରାଇବ କରିଦେବେ। ମୁଁ ଏବେ ଟିକେ ଆଣି ଆସିଛି ଝୋଳ, ଯୋଉଟା କି ମୋର ଫେଭରାଇଟ। ଏବେ ଟିକେ ଟେଷ୍ଟ କରିବା, ଦେଖିଆ ଲୁଣ ଫୁଣ ଠିକ ହେଇଛି କି ନାହିଁ। ଆଉ ଆସିଗଲା ଆସିଗଲା ଆସିଗଲା। ପୁରା ମାମୁନି କଣ ଡିଶ ଟା? ଚମ୍ପାରନ ମଟନ ହେଲା। ମତେ ଭାବୁଛ ରସୁଣ ଖଣ୍ଡେ ଦବ ହେଲା, ଏଇଟା ହିଁ ମଜା। ଦେଖିଆ ଚର୍ବିଟା ଏଇଟା। ଆଉ ପଟେ ଚାଲିଛି ବାପାଙ୍କର ସୁନୁ। ଭାବିନ ଜଲ୍ଦି ଆ, ମତେ ଆଉ ପଛରେ ଦୋଷ ଦବୁନି, କାରଣ ମୁଁ ମହାନ କେଙ୍ଗାଳ, ମହାନ କେଙ୍ଗାଳ। ଭାତରେ କିନ୍ତୁ ଝୋଳଟା ଗୋଳେଇ ଖାଇବ, ଆଉ ଗୋଳେଇ ଦେଇକି ପୁରା ଏଇଭଳିଆ। ତାପରେ ଝୋଳଟାକୁ ଏଇଭଳିଆ ହାମ୍ପୁଡିବ ହେଲା। ଯେତେ ଯାହା ନେ ଗୋଟେ ଆସିଗଲା ଡାଲି, ଏଇଟା ଅଛି ମଟନ। ଦେଖନ୍ତୁ ମଟନ ପିସ୍ ଟା ବି ବଡ ବଡ ସିଝିଛି ନା ମାମୁନି ଠିକ ଠାକ? ଭଲ ସିଝିଛି। କୋଉ ଜିନିଷଟା ଗୋଟେ ବାରି ହଉନି ନା ରସୁଣ। ଆଗରୁ କେବେ ଖାଇଥିଲୁ ନା ମାମୁନି ଏଇଭଳିଆ ରସୁଣ ଇଏରେ? ଖାଇନୁ ନା? ଏଇଟାକୁ ଖାଇବୁ, ତାପରେ କହିବୁ ଦେଖିବୁ କେମିତି। ଆଉ ଫଟେଇ ଦେଇକି ପୁରା ମହୁ ରସୁଣଟା ପୁରା ମହୁ ଭଳିଆ। এটা হচ্ছে কুড়কুড়িয়া পিসটা নাকি পুরা কুড়কুড় কুড়কুড় না। মামুন তু চর্বি খাইবো না?
ଖାଇବୁ ଖାଇବ ନେ ତୋର ଖଣ୍ଡେ ମୋର ଖଣ୍ଡେ ମାଲୋ ତାତିଗଲା ହାତ ମାରେ କେଙ୍ଗାଳିଆଟା କଡା ବି ହେଇଛି ନାକରୁ ସିଙ୍ଗାଣି ବାହାରିଲା ଭଳିଆ କଡା ହେଇଛି